ଆଜିଠୁ ଆରମ୍ଭ ହେଲା ବରଗଡ଼ ଜିଲ୍ଲା ପ୍ରସିଦ୍ଧ ପଦ୍ମପୁର ତୃତୀୟ ଶୀତଳଷଷ୍ଠୀ ମହୋତ୍ସବ। ଆଜି ପ୍ରଥମ ଦିନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାରକାସୁର ଦରବାର, ମୀନା ବଜାର ଓ ସେଲ୍ଫି ପଏଣ୍ଟର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଚଳିତ ବର୍ଷ ପଦ୍ମପୁର ଶୀତଳଷଷ୍ଠୀ ଅବସରରେ ଦର୍ଶକମାନଙ୍କ ମନ ମୋହିବା ପାଇଁ ସେଲ୍ଫି ପଏଣ୍ଟର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ହୃଷିକେଶ ଭୋଇଙ୍କ ତାରକାସୁର ଦରବାର ଦେଖିବା ପାଇଁ ଦର୍ଶକମାନଙ୍କ ଭିଡ଼ ବେଶ୍ ଜମିଥିଲା। ତା ସହିତ ନୃତ୍ୟ ଗୀତରେ କମ୍ପି ଉଠିଥିଲା ଦରବାର। ଦର୍ଶକମାନଙ୍କ ପାଇଁ ମୀନା ବଜାରର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଦର୍ଶକମାନେ ବେଶ୍ ଉପଭୋଗ କରିଥିବା ଦେଖିବାକୁ ମିଳିଛି। ଏହି ଶୀତଳଷଷ୍ଠୀ ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ଭଟଲିରୁ ରାଜେଶ କୁମାର ମିଶ୍ରଙ୍କ ରିପୋର୍ଟ।